ମୁଁ ପରେଶ ମୁର୍ମୁ ପାରାଦୀପ ପୋର୍ଟ ଡିଏଲଆर କ୍ୱାର୍ଟର ୱାର୍କମ୍ୟାନ ଆସୋସିଏସନ ସାଧାରଣ ସମ୍ପାଦକ। ଆଜି ସାଧାରଣ ସଭା ଡିଏଲଆର ଭାଇମାନଙ୍କର ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ପାଇଁ ଏ ବୈଠକ ଡକା ହେଇଥିଲା ଏବଂ ଇଏ ବାର୍ଷିକ ସଭା ଇଏ ଆମର ପିଲାମାନଙ୍କର ଡିଏଲଆର ଭାଇ ଯେଉଁମାନେ 25-30 ବର୍ଷ ଧରି ଯେଉଁମାନେ କାମ କଲେଣି ସେମାନଙ୍କର କିଛି କିଛି ସମସ୍ୟାର ସମାଧାନ ହେଇଛି। ଯେମିତିକି ଗତ ଦୁର୍ଗା ପୂଜା ସମୟରେ ଆମର ବୋନସ୍ ମିଳେ, ପିଲାମାନଙ୍କର ବୋନସ୍ ଅଧା ପଇସା ମିଳୁଥିଲା। ଆମ ପାଖକୁ ଯେତେବେଳେ ଆସିଲେ ପିଲାମାନେ ଆମକୁ ଯେତେବେଳେ ଦାୟିତ୍ୱ ଦେଲେ ଆମେ ତାଙ୍କର ବୋନସ୍ଟାକୁ ବୃଦ୍ଧି କରି ବର୍ତ୍ତମାନ ସେମାନେ କମ୍ ସେ କମ୍ 13,000 ଟଙ୍କା ପାଉଛନ୍ତି। ଏଭଳି ତାଙ୍କ ଦରମା ବୃଦ୍ଧି, ତାଙ୍କର ରିଟାୟାରମେଣ୍ଟ ବେନିଫିଟ୍, ତାଙ୍କର ମେଡିକାଲ ଇସ୍ୟୁ ଏସବୁ ଜିନିଷକୁ ନେଇକି ଆଗାମୀ ଦିନରେ ମ୍ୟାନେଜମେଣ୍ଟ ସହିତ କେମିତି ଆମେ କଥାବାର୍ତ୍ତା କରିକି ତାଙ୍କର ସମସ୍ୟାକୁ ସମାଧାନ କରିବୁ ସେ ବାବଦରେ ଆଜି ଆଲୋଚନା ହେଲା। ଏବଂ ଏହା ସହିତ ଯେଉଁ ଭାଇମାନେ ଆମର ରିଟାୟାରମେଣ୍ଟ ରିଟାୟାର ହେଉଛନ୍ତି, ଅବସର ହେଉଛନ୍ତି, ତାଙ୍କୁ କେମିତି ପୁନର୍ବାର ତାଙ୍କୁ 5 ବର୍ଷ ପାଇଁ କେମିତି ରଖାଯିବ, ଯାହାଦ୍ୱାରା କି ସେମାନେ ତ ରେଗୁଲାର ଏମ୍ପ୍ଲୟମେଣ୍ଟ ପେନସନ୍ ପାଇବେନି। ତ ଆଉ 4-5 ବର୍ଷ ସେମାନେ କାମ କଲେ ତାଙ୍କର ପରିବାର ପାଇଁ କିଛି ସହାୟକ ହେବେ। ତ ଆମେ ଚେଷ୍ଟା କରିବୁ ଆଗାମୀ ଦିନରେ ପିଲାମାନଙ୍କ ଲଢ଼େଇ ହେବ ଜୋରଦାର। ତ ଆମେ ସବୁ ଭାଇମାନଙ୍କୁ କହୁଛୁ ଆମର ଏକତା ହିଁ ବଳ। ଆମେ ସମସ୍ତେ ଡିଏଲଆର ଏବଂ କଣ୍ଟ୍ରାକ୍ଟର ଭାଇମାନଙ୍କୁ କହୁଛୁ ସମସ୍ତେ ଆମେ ଏକ ହେବା ଏବଂ ଆଗାମୀ ଦିନରେ ଲଢ଼େଇଟାକୁ ଜୋରଦାର କରାଯିବ ଏବଂ ଆପଣଙ୍କ ଯାହା ଯାହା ସମସ୍ୟା ଅଛି ସମାଧାନ ହେବା ମ୍ୟାନେଜମେଣ୍ଟକୁ ଆମେ ପ୍ରେସର କରିବୁ। ମୁଁ ପ୍ରକାଶ ଚନ୍ଦ୍ର ସ୍ୱାଇଁ ପାରାଦୀପ ପୋର୍ଟରେ କାର୍ଯ୍ୟରତ ଡିଏଲଆର ଶ୍ରମିକ। ଆଜି ଆମର ସାଧାରଣ ସଭା ବାର୍ଷିକ ପ୍ରତିବର୍ଷ ସାଧାରଣ ସଭା ଭଳି ଏହି ବର୍ଷ ମଧ୍ୟ ସାଧାରଣ ସଭା ଆଜି ହେଇଛି ଆମମାନଙ୍କର। ତେଣୁକରି ଏ ସଭାରେ ଆମେ 700ରୁ ଉର୍ଦ୍ଧ୍ୱ ଲୋକ ଏକାଠି ହେଇଥିଲୁ। ଅନ୍ୟାନ୍ୟ ଭାଇମାନେ ଆଜି କାର୍ଯ୍ୟ ସମସ୍ତଙ୍କର ରହୁଛି ସିଫ୍ଟ ହିସାବରେ ଯୋଗଦାନ ଦେଇପାରିନାହାନ୍ତି କିଛି ଭାଇ କାର୍ଯ୍ୟ ପାଇଁ ଡ୍ୟୁଟି ଅଛି। ତେଣୁକରି ଆମର ମୁଖ୍ୟ ଆକର୍ଷଣ ରହିଛି ଆଜିର ସଭାରେ ଯେ ଆମେ ଦରମା ବୃଦ୍ଧି ହେଉନାହିଁ। ଦୀର୍ଘ 3 ବର୍ଷ ହେଲାଣି ଆମେ ଦରମା ପାଉନାହୁଁ। ଯାହା ପାଇଛୁ ସରକାରୀ ହିସାବରେ ପାଇଛୁ। ଆମେ ଦ୍ୱିତୀୟ କଥା ଆମ ଦରମା ପ୍ରଥମ ଦାବି ଆମର ଦରମା ବୃଦ୍ଧି ହେଉ। ଦ୍ୱିତୀୟ ଦାବି ଆମର ରହିଛି ବର୍ତ୍ତମାନ ଆମକୁ ରିଟ୍ରେଞ୍ଚମେଣ୍ଟ ବନ୍ଦ କରି ପାରାଦୀପ ବନ୍ଦର ଆମକୁ ରିଟାୟାରମେଣ୍ଟ ହିସାବରେ ଗ୍ରାଚୁଇଟି ପଇସା କିଛି ଦିଅନ୍ତୁ। ତୃତୀୟ କଥା ଯେଉଁଭଳି ପାରାଦୀପ ବନ୍ଦରରେ ଏକ ନିୟମ ଅଛି ସ୍ଥାୟୀ କର୍ମଚାରୀ ଭାଇମାନେ ଭଉଣୀମାନେ ଦୀର୍ଘ 5 ବର୍ଷ ଧରିକିରି ଚାକିରି ଅବସର ପରେ ବି କରୁଛନ୍ତି। ଆମମାନଙ୍କୁ ଏଇଭଳି ଆମେ ବର୍ତ୍ତମାନ ବିଭିନ୍ନ ପ୍ରକାର ଦାବି ରହିଥିଲେ ବି ଆମେ ବର୍ତ୍ତମାନ ମୁଖ୍ୟତଃ 3ଟି ଦାବି ଉପରେ ଆମେ ବର୍ତ୍ତମାନ କେନ୍ଦ୍ରୀଭୂତ କରିଛୁ ଆଜିର ସଭାରେ। ତେଣୁକରି ସଭାପତି ପ୍ରକାଶ ତ୍ରିପାଠୀଙ୍କୁ ଆମେ ଜଣାଇଛୁ, ସେ ଚେୟାରମ୍ୟାନ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ଯଦି ଆମ ଦାବି ଯଥାଶୀଘ୍ର ପୂରଣ ନ କରନ୍ତି ତାହେଲେ ତାଙ୍କ ନିର୍ଦ୍ଦେଶ ଅନୁସାରେ ଯାହା ପଦକ୍ଷେପ ନିଆଯିବ ସେଥିପାଇଁ ଆମେ ସମସ୍ତେ ଏକତ୍ରିତ ହୋଇକି ଲଢ଼ିବୁ ତାଙ୍କ ସହିତ।